ଆଲ୍ଲାହ ଆମକୁ ବଞ୍ଚାଇ ଦେଲେ। ଘାତକ ଆକ୍ରମଣ ଥିଲା ଅପରେସନ ସିନ୍ଦୁର। ମୃତ୍ୟୁକୁ ଆଜି ନିକଟରୁ ଦେଖୁଛୁ। ଆଲ୍ଲାହ ଆମକୁ ବଞ୍ଚାଇ ଦେଲେ ଏଭଳି କିଛି କହିଛନ୍ତି ସେ। ହଁ ଆଜ୍ଞା, ଅପରେସନ ସିନ୍ଦୁର ପାଇଁ ନାକେଦମ ହୋଇଛି ପାକିସ୍ତାନର ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୈବା ଏଲ୍ଟି। ଖୋଦ୍ ଏହି ଆତଙ୍କବାଦୀ ସଂଗଠନ ଏବେ ଏହା ସ୍ୱୀକାର କରିଛି, କହିଛି ଯେ ଭାରତର ଅପରେସନ ସିନ୍ଦୁର ସବୁଠାରୁ ବଡ଼ ଆକ୍ରମଣ ଥିଲା। ଲସ୍କର ଏ ତୈବାର ଶୀର୍ଷ କମାଣ୍ଡର ହାଫିଜ ଅବଦୁଲ ରଉଫ ମୁରିଦ କେର ମରକଜ ଏ ତୈବାରେ 29ତମ ସମାବର୍ତ୍ତନା ଉତ୍ସବରେ ଏହା କହିଛନ୍ତି। ଲସ୍କର କମାଣ୍ଡର କହିଥିଲେ ଯେ ଅପରେସନ ସିନ୍ଦୁର ସବୁଠାରୁ ବଡ଼ ଆକ୍ରମଣ ଥିଲା, କିନ୍ତୁ ଆଲ୍ଲାହ ଆମକୁ ରକ୍ଷା କରିଥିଲେ। ଏବେ ଲସ୍କର କମାଣ୍ଡର ଏହି ସ୍ୱୀକାରୋକ୍ତି ପୁଣି ଥରେ ସ୍ପଷ୍ଟ କରୁଛି ଯେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନରେ ଆତଙ୍କବାଦର ମୂଳକୁ ହଲାଇ ଦେଇଛି ଏବଂ ସେଥିପାଇଁ ଶାହବାଜ ସରକାର ବିଚଳିତ ହୋଇଯାଇଥିଲେ। ମେ 6 ତାରିଖ ରାତିରେ ହୋଇଥିଲା ଆକ୍ରମଣ। ଭାରତ ପକ୍ଷରୁ ଏହି ଆକ୍ରମଣ ମେ 6, 2025ରେ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ଏପ୍ରିଲ 2025ରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଥିଲା, ଯେଉଁଠାରେ ଆତଙ୍କବାଦୀମାନେ 26 ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଭାରତ ପାକିସ୍ତାନ ଏବଂ POKରେ 9ଟି ଆତଙ୍କବାଦୀ ଶିବିର ଉପରେ ଘାତକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯେଉଁଥିରେ ଲସ୍କର ମୁଖ୍ୟାଳୟ ମରକଜ ଏ ତୈବା ଏବଂ ବାହାବଲପୁରରେ ଜୈଶ ଏ ମହମ୍ମଦ ଅନ୍ତର୍ଭୁକ୍ତ। ଏହି ଆଡ୍ଡାରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ସାମିଲ ଥିଲା। ଭାରତୀୟ ସୁରକ୍ଷା ଏଜେନ୍ସି ଅନୁଯାୟୀ ଏହି ଆକ୍ରମଣରେ ଅନେକ ଶୀର୍ଷ LET ଏବଂ JEM ଆତଙ୍କବାଦୀ ନିହତ ହୋଇଥିଲେ, ଯେଉଁଥିରେ ମୁରିକେ ମୁଖ୍ୟ ମୁଦାସର ଖାତିଅନ ଖାସ୍ ଆବୁଲ ଜୁନ୍ଦଲ ମଧ୍ୟ ସାମିଲ ଥିଲେ। ରଉଫ ଆତଙ୍କବାଦୀଙ୍କ ସହବାଜ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଲସ୍କରରେ ଶୀର୍ଷ କମାଣ୍ଡର ଅବଦୁଲ ରଉଫଙ୍କୁ ଆମେରିକା ବିଶ୍ୱ ଆତଙ୍କବାଦୀ ଭାବରେ ନିଯୁକ୍ତ କରିଛି ଏବଂ ତାଙ୍କୁ ହାଫିଜ ସଇଦ ଏବଂ LETର ଜଣେ ଘନିଷ୍ଠ ସହଯୋଗୀ ଭାବେ ବିବେଚନା କରାଯାଏ। ସେ ଅପରେସନ ସିନ୍ଦୁର ସମୟରେ ନିହତ ଆତଙ୍କବାଦୀଙ୍କ ଶବଦାହ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ। ପାକିସ୍ତାନର ବରିଷ୍ଠ ସେନା ଅଧିକାରୀମାନେ ମଧ୍ୟ ଶବଦାହରେ ଉପସ୍ଥିତ ଥିଲେ, ଯାହା ଆତଙ୍କବାଦୀଙ୍କ ସହିତ ପାକିସ୍ତାନର ସମ୍ପର୍କକୁ ପ୍ରକାଶ କରିଥିଲା। ରଉଫ ତାଙ୍କ ଭାଷଣରେ କହିଥିଲେ, ମେ 6-7 ତାରିଖରେ ମୁରିଦକେରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ସାଂଘାତିକ ଥିଲା। ମସଜିଦକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିଲା। ଏହା ଏକ ବଡ଼ ଆକ୍ରମଣ ଥିଲା, କିନ୍ତୁ ଆଲ୍ଲାହ ଆମକୁ ରକ୍ଷା କରିଥିଲେ। କିନ୍ତୁ ଏହା ସତ୍ୟ ଯେ ତୁମ ସହିତ ସେତିକି ହିଁ ହେବାର ନଥିଲା, ତୁମ ସହିତ ଆହୁରି ବହୁତ କିଛି ହେବାର ଥିଲା। ଦର୍ଶକ ବନ୍ଧୁ, ଆମେ ଦେଖା ହେବା ଅନ୍ୟ ଏକ ଖବର ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।